ଗାୟତ୍ରୀ ଦେବୀ ଆଦିଙ୍କୁ କହୁଛନ୍ତି, ଆଇ ନୋ ମିଷ୍ଟର ଦାସ, ତମେ ଜଣେ ଭଲ ବିଜନେସମ୍ୟାନ୍। ଯଦି ବିଜନେସରେ ଆପଣ ଯଦି ଇମୋସନ୍ ଦେଖାଇବେ ତାହେଲେ ଲସ୍ ହିଁ ଆପଣଙ୍କର ହେବ। ଏତେ ସବୁ କହିଲା ପରେ ବି ଆପଣଙ୍କ ଗର୍ଲଫ୍ରେଣ୍ଡ ଲିମିଟ୍ରେ ରହୁନାହାନ୍ତି, ଆଉ ଆପଣ ବି ତାକୁ ସାଥିରେ ଧରିକି ବୁଲୁଛନ୍ତି। ଯଦି ସେଇ ଝିଅ ପାଇଁ ମୋ ଝିଅ ଲାଇଫରେ କିଛି ବି ପ୍ରୋବ୍ଲେମ୍ ହୁଏ ନା, ତାହେଲେ ଏମିତି ଗାୟତ୍ରୀ ଦେବୀ କହିଲା ବେଳେ ସେଇ ଟାଇମ୍ରେ ଆଦି ଗାୟତ୍ରୀ ଦେବୀଙ୍କୁ କହୁଛନ୍ତି, ଡୋଣ୍ଟ ୱରି ଗାୟତ୍ରୀ ମ୍ୟାମ୍, ସେମିତି କେବେ ବି କିଛି ବି ହେବନି। ମୁଁ ଥିଲା ପର୍ଯ୍ୟନ୍ତ ଅମ୍ବିକା ମ୍ୟାମ୍ଙ୍କର ମୁଁ କିଛି ବି ହେବାକୁ ଦେବିନି, ଟ୍ରଷ୍ଟ ମି ଗାୟତ୍ରୀ ମ୍ୟାଡ଼ାମ୍। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ କହୁଛନ୍ତି ଆଦିଙ୍କୁ, ମୋ ଝିଅ ବି ଏମିତି କାହା ଉପରେ ଟ୍ରଷ୍ଟ କରିଥିଲା। ହେଲେ ଗୋଟେ କଥା କ'ଣ ଜାଣିଛନ୍ତି ମିଷ୍ଟର ଦାସ, ଯେଉଁ ଲୋକଟା ବିଶ୍ୱାସ ଦିଏ ଆଉ ସେଇ ଲୋକଟା ହିଁ ବିଶ୍ୱାସଟାକୁ ଭାଙ୍ଗି ଦିଏ। ଠିକ୍ ସେଇଆ ହେଲା ମୋ ଝିଅ ସହିତ, ଧୋକା ହେଲା। ସେଇଥିପାଇଁ ଆମେ ଏ ବେକାର ବିଶ୍ୱାସ କରିବା ଛାଡ଼ି ଦେଇଛୁ ମିଷ୍ଟର ଦାସ। ତା ଛଡ଼ା ଆପଣ ମୋ ଅମ୍ବିକାର କେହି ନୁହନ୍ତି ଯେ ଆପଣ ତାକୁ ସବୁବେଳେ ହେଲ୍ପ କରିବେ। ସୋ ପ୍ଲିଜ୍ ଯେତେ ଶୀଘ୍ର ଆଉ ଯେତେ ଜଲ୍ଦି ସମ୍ଭବ ସେ ଝିଅକୁ ମୋ ଝିଅଠାରୁ ଦୂରେଇ ରଖନ୍ତୁ। ବାଇ ଦ ୱେ ମିଷ୍ଟର ଦାସ, କାମ ତ ସବୁ ସରିଯାଇଛି, ଆଉ ଆପଣ ଡିଜାଇନ୍ ଗୁଡ଼ିକ ବି ଆପଣ ମୋ ପାଖକୁ ପଠାଇ ଦେଇଛନ୍ତି, ବହୁତ ଭଲ ହେଲା। ମୋତେ ଦେଖିବାକୁ ଟାଇମ୍ ମିଳିଯିବ। କଥା କ'ଣ କି ମୁଁ ବହୁତ ବିଜି ରହୁଛି, ଟାଇମ୍ ମିଳୁନି। ସେଇ ଟାଇମ୍ରେ ଆଦି ଗାୟତ୍ରୀ ଦେବୀକୁ ପଚାରୁଛନ୍ତି, ବାଇ ଦ ୱେ ଗାୟତ୍ରୀ ମ୍ୟାମ୍, ଆପଣ ଆଉ ଆପଣଙ୍କ ଝିଅ ଅମ୍ବିକା ମ୍ୟାମ୍ କେତେ ଦିନ ହେଲାଣି ସାଥିରେ ରହୁଛନ୍ତି? ତାପରେ ଗାୟତ୍ରୀ ଦେବୀ ଏ କଥା ଶୁଣିକି ଆଦିଙ୍କର ବହୁତ ଜୋର ହସୁଛନ୍ତି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ମୁକ୍ତି ଅମ୍ବିକା ସାଜିକି ଆଦିଙ୍କ ଘରକୁ ଯାଇଥିଲେ ଆଉ ଆଦିଙ୍କ ପାଖାପାଖି ରହୁଛନ୍ତି ବୋଲିକି କ'ଣ ଆଦି ସତରେ ଜାଣିପାରିଲେଣି କି? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।